ଉଦଳାରୁ କୋଣାର୍କ ଯିବା ପାଇଁ 2 ଜଣଙ୍କ ପାଇଁ ପ୍ଲାନ୍ ହେଲା। ଆମେ ଆସି ପହଞ୍ଚିଲୁ କୋଣାର୍କରେ। ଆଉ କୋଣାର୍କରେ ଟିକେଟ୍ କାଟି ଆମେ ପହଞ୍ଚିଲେ ଗେଟ୍ ପାଖକୁ। ଏହା ହେଉଛି ଆପଣଙ୍କର ଦୃଶ୍ୟ। ଗେଟ୍ରେ ପହଞ୍ଚିକି ଆମେ କ'ଣ କରାଯାଉଛି ଯେ କି ଚେକିଂ କରାଗଲା। ଚେକିଂ କରାଗଲା ପରେ ତାପରେ ଆମେ ଯାଇ ଭିତରକୁ ପହଞ୍ଚିଲେ। ଭିତରକୁ ଆମେ ଯାଇ ଦେଖିବା, ଚାଲନ୍ତୁ ଦେଖିବା ଆମେ ବିଭିନ୍ନ ଦୃଶ୍ୟ। ଏଠାରେ ଦେଖିପାରୁଥିବେ ଯେ ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ଆଡ଼ୁ ଆସୁଛନ୍ତି। ଆଉ ଏହା ହେଉଛି କ'ଣ କୋଣାର୍କ ମନ୍ଦିରର ମ୍ୟାପ୍। ଏବେ ଆମେ ଦେଖିଲେ ଯେ ଏହାର ମ୍ୟାପ୍। ଆଉ ମ୍ୟାପ୍ ଦେଖିପାରୁଥିବେ ଏଠାରେ କେମିତି କ'ଣ ଗଢ଼ା ଯାଇଛି ମନ୍ଦିରଟା। ଆଉ ଏଠାରେ ବିଭିନ୍ନ ଭାଷାରେ ମଧ୍ୟ ଲେଖାଯାଇଛି କୋଣାର୍କ ସୂର୍ଯ୍ୟ ମନ୍ଦିର ବିଷୟରେ, ଯେମିତିକି ହିନ୍ଦୀ, ଓଡ଼ିଆ ଆଉ ଇଂଲିଶରେ ମଧ୍ୟ ଲେଖାଯାଇଛି। ଆପଣମାନେ ଜାଣିଛନ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିରଟା ଆମର ଇଣ୍ଡିଆ ଆଉ ଓଡ଼ିଶାର ମଧ୍ୟ ବହୁତ ଫେମସ୍। ଏଇଥିପାଇଁ ଯେ ଏହାର କ'ଣ କରୁଛି, ଓଡ଼ିଶା ଆଉ ଇଣ୍ଡିଆର କ'ଣ କଲଚରାଲକୁ କ'ଣ କରୁଛି, ଇନକ୍ରିଜ୍ କରୁଛି। ସେଇଥିପାଇଁ ଏଇଟାକୁ ଆମର କ'ଣ ୱାର୍ଲଡ ହେରିଟେଜ୍ ନାମର ଜାଗାରେ ମଧ୍ୟ କ'ଣ କରାଯାଇଛି, ସ୍ଥାନ ଦିଆଯାଇଛି ହେଲା। ଏହା ଆପଣମାନେ ଜାଣିଛନ୍ତି କୋଣାର୍କ ପୁରୀଠାରେ ଅବସ୍ଥିତ। ଆମର ଭୁବନେଶ୍ୱର ଠାରୁ 65 କିଲୋମିଟର ଆଉ ପୁରୀ ଠାରୁ 35 କିଲୋମିଟରରେ ଅବସ୍ଥିତ। ଜାଣିଛନ୍ତି ରାଜା ନରସିଂହ ଦେବ ଏଇଟାକୁ ଗଢ଼ିଛନ୍ତି କେତେ 13 ସେଞ୍ଚୁରୀରେ। ଆଉ ଏଇଟାକୁ କ'ଣ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଇଛି କିମ୍ବା ସୂର୍ଯ୍ୟଙ୍କୁ ଡେଡିକେଟ୍ କରିକି ଏଇଟା ତିଆରି କରାଯାଇଛି ହେଲା। ଆଉ ଏଇ ଯେଉଁ ଆମର ଆର୍କିଟେକ୍ଚର ଗୁଡ଼ା ଏଇଟାକୁ କଳିଙ୍ଗ ଆର୍କିଟେକ୍ଚର ବୋଲି କୁହାଯାଏ। ତେଣୁ ଏଇଟାକୁ ୟୁନେସ୍କୋରେ କେତେ 1984ରେ ମଧ୍ୟ ସ୍ଥାନ ଦିଆଯାଇଛି। ଜାଣିଛନ୍ତି କେତେ ଏଇଟାରେ ଆମର ହ୍ୱିଲ୍ ଯେ ଆମେ କହୁଛେ ଚକ୍ର ହେଲା, ରଥ ଚକ୍ର ବୋଲି କହୁଛେ, ରଥର ଚକ ଶଗଡ଼ ଚକ ଯାହା କହୁଛେ ସେଇଟା କ'ଣ କହୁଛେ 24ଟି ଆମର ଅଛି। ଆଉ ଘୋଡ଼ା କେତୋଟି 7ଟି ଅଛନ୍ତି ହେଲା। ଆମର ଜାଣିଛନ୍ତି ପୂର୍ବକାଳ ହ୍ୱିଲ୍ର କ'ଣ କରୁଛି, ସେ କ'ଣ କରୁଛି 24 ଘଣ୍ଟାକୁ ଦର୍ଶାଉଛି। ଆଉ ଏଇଟା 2 ମାସକୁ କ'ଣ କରୁଛି, 2ଟା ଚକ୍ରକୁ ଗୋଟେ ମନ୍ଥରେ ରିପ୍ରେଜେଣ୍ଟ କରୁଛି। ଆଉ ଆପଣ ଜାଣିଛନ୍ତି ଘୋଡ଼ା କେତେଟା 7ଟା କ'ଣ କରୁଛି, ଏଇଟାକୁ କ'ଣ କରୁଛି କ'ଣ ଗୋଟେ କ'ଣ ୱିକ୍ର ଏଇଟାକୁ ଦର୍ଶାଉଛି। ୱିକ୍ ମାନେ କ'ଣ ଯେ ଗୋଟେ ସପ୍ତାହ ଆମେ ଜାଣିଛନ୍ତି କେତେ 7 ହେଲା। ଆଉ ଆପଣମାନେ ଏ ଗପକୁ ନିଶ୍ଚୟ ଶୁଣିଥିବେ ଧର୍ମପଦର ଗପ, ଯାହାକୁ ଲେଜେଣ୍ଡ ବୋଲି ଆମେ କହୁଛେ କ'ଣ ସୂର୍ଯ୍ୟ ମନ୍ଦିର ତିଆରି କରିବା ପାଇଁ। ସେ କ'ଣ କରୁଛେ ତୁଳି, ଏ ଯେଉଁ ଉପର ଚୁଡ଼ି ଯେଉଁ ଆମେ ଦେଖୁଛେ ସେଇ ଚୁଡ଼ିଟା କ'ଣ ଧର୍ମପଦ କ'ଣ ବସେଇ ଦେଇକି କ'ଣ କରିଥିଲେ, ନିଜେ କ'ଣ କରିଥିଲେ ସାକ୍ରିଫାଇସ୍ କରିଥିଲେ କ'ଣ ତା 1200 ବଢ଼େଇ ଜୀବନକୁ ବଞ୍ଚାଇବା ପାଇଁ ହେଲା। ଆଉ ଆପଣମାନେ ଯଦି ଏଠାରେ ଯିବା ପାଇଁ ଚାହୁଁଛନ୍ତି ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଯାଇପାରିବେ। ତାପରେ ପାଖାପାଖି ଜାଗା ଯଦି ଆପଣ ବୁଲିବାକୁ ଚାହୁଁଛନ୍ତି ଚନ୍ଦ୍ରଭାଗା ବିଚ୍, ଆଉ ଜଗନ୍ନାଥ ପୁରୀ, ଲିଙ୍ଗରାଜ ଟେମ୍ପଲ୍, ଉଦୟଗିରି, ଖଣ୍ଡଗିରି, ଏମିତି ବହୁତ ଜାଗା ଅଛି ଯେଉଁଟାରେ ଆପଣମାନେ ଯାଇପାରିଥିବେ। ତାପରେ ଆପଣମାନେ ଦେଖିଥିବେ ଯେ ମନ୍ଦିର ଗୁଡ଼ାକର ଛୋଟ ଛୋଟ ଚିତ୍ର ଅଙ୍କାଯାଇଛି ଯେଉଁଟାରେ ଆମର କ'ଣ ସେକ୍ସୁଆଲ୍ ରିଲେଟେଡ଼୍ କିଛି ଚିତ୍ର ଥାଏ। ସେ ସେକ୍ସୁଆଲ୍ ରିଲେଟେଡ଼୍ କାହିଁକି ଥାଏ ଯେ ସେଇଟା ହେଉଛି ଆମର କ'ଣ ପୂର୍ବ କାଳର ଇଣ୍ଡିଆରେ କ'ଣ କରିଦେଇଥିଲେ ଯେ ମଣିଷର ଲାଇଫ୍କୁ ଦର୍ଶାଇବା ପାଇଁ ଏଇଗୁଡ଼ା କ'ଣ ଦେଖାଯାଇଥିଲା ହେଲା। ଯେମିତିକି ଆମେ ଜାଣିଛେ କ'ଣ ବିଭିନ୍ନ ପ୍ରକାର ଏଇଟା କ'ଣ କରାଯାଇଛି, ଆମର କ'ଣ ଅଛି ଯେ ପୁରଶାସ୍ତ୍ର ଯେଉଁଟାକି ଆମେ କହୁଛେ 4 ପ୍ରକାରର ଆମର କ'ଣ ବାଣ୍ଟା ଯାଇଛି। ଯେମିତିକି ଆମର ଧର୍ମ କହିଲେ ଚଳେ, ଆମର କ'ଣ ନିଜର ଡ୍ୟୁଟି ଆଉ ଆମର କ'ଣ ଭଲ ଜିନିଷଟାକୁ ଦର୍ଶାଏ। ଆଉ ଅର୍ଥ କହିଲେ ଚଳେ ଆମର କ'ଣ ୱେଲ୍ଥ, ଆମର ଜିନିଷପତ୍ର, ସୁନା ଗହଣା, ପଇସା ପତ୍ର ଏହିସବୁ। ଆଉ କାମ ଯେଉଁଟାକି ଆମେ କ'ଣ ଡିଜାୟାର ଆଣ୍ଡ ପ୍ଲେଜର, ଯେଉଁଟାକି ଖୁସି ପାଇଁ ଆମେ କହୁଛେ। ଆଉ ଗୋଟେ ହେଉଛି ମୋକ୍ଷ ଯେଉଁଟାକି ସ୍ପିରିଚୁଆଲ ଆମର କ'ଣ ଲିବରେସନ୍ ପାଇଁ ସେଇଟା ଦିଆଯାଇଛି ହେଲା। ତେଣୁ ଏଇଗୁଡ଼ାକ ଆମେ ସେଇଥିପାଇଁ ଦର୍ଶାଯାଇଛି। ଆଉ ଆମେ ଏବେ ଦେଖିଲେ ଯେ ପଛଆଡ଼େ କେମିତି କ'ଣ ଦେଖାଯାଉଛି। ଆପଣମାନେ ଦେଖିଛନ୍ତି ଏଇଟା ହେଉଛି ସେଇ ବଗିଚା ଗୁଡ଼ା ଯେଉଁଠାରେ ଆପଣମାନେ ଫଟୋ ଉଠାଇ ପାରିବେ ଆଉ ମଧ୍ୟ ଏଠାରେ ବସିପାରିବେ, କିଛି ଅସୁବିଧା ସେମିତି ନାହିଁ। ଆଉ ଏଠାରେ ଆମେ ଯାଇକି ଦେଖିବା ଯେ ମାଆଙ୍କର ମନ୍ଦିରରେ ସେ କେମିତି କ'ଣ ପୂଜା କରୁଛନ୍ତି। ଏଠାରେ ତାଲା ପଡ଼ିଛି, ଆମେ ସେ ଭିତରକୁ ଯାଇପାରିବାନି। ମାଆଙ୍କୁ ଏଇଟା ପୂଜା କରାଯାଉଛି ଓ ଏଇଟା ପଥରର ମୂର୍ତ୍ତି ମଧ୍ୟ ତିଆରି କରାଯାଇଛି। ଆଉ ସେଠାରୁ ଫେରି ଆସିକି ଦେଖିବା, ଚାଲନ୍ତୁ ମନ୍ଦିରର ଆଡ଼କୁ। ଏବେ ଆମେ ବାହାରକୁ ଆସିକି ଆପଣମାନେ ଦେଖିପାରୁଥିବେ ଏଠାରେ କେତେ କ'ଣ କେମିତି କ'ଣ କାମ କରାଯାଇଛି। ଆଉ ଆପଣମାନେ ଦେଖିପାରୁଥିବେ ପୁରା ବାରିକ ସେ କାମ କରାଯାଇଛି, ଛୋଟ ପୁରା କେମିତି କ'ଣ କରିକି ତିଆରି କରୁଛନ୍ତି। ଯେତେବେଳେ କ'ଣ ଟେକ୍ନୋଲୋଜି ନଥିଲା, ଏବେ ଟେକ୍ନୋଲୋଜି ଥାଇକି ମଧ୍ୟ ଆମେ କ'ଣ ଏତେ ସଠିକ୍ ଭାବରେ ତିଆରି କରିପାରୁନାହିଁ, ବୁଝିଲେ।
ଏ ଆମେ ବାହାରକୁ ଆସିକି ଆମେ ଦେଖିଲୁ ପଛଆଡ଼େ ଆଉ ଏହା ଗୁଡ଼ିକ ହେଉଛି ଆମର ବଗିଚା। ଗଛ ଗଛ ସୁନ୍ଦର ସୁନ୍ଦର ଗଛ ଲଗେଇଛନ୍ତି ଆଉ ଫୁଲ ମଧ୍ୟ ଏଠାରେ ଫୁଟିଛି। ଏହା ଆପଣମାନେ ଚକ୍ର ଯେଉଁ କହିଥିଲି କେତେଟା 24ଟା ଅଛି, ସେ 24ଟା ମଧ୍ୟରୁ ଏଇପଟେ କ'ଣ ଚକ୍ର ଗୁଡ଼ା ଦେଖାଯାଉଛି। ଆଉ ଏଠାରେ ଲୋକମାନେ ମଧ୍ୟ କ'ଣ କରୁଛନ୍ତି ଦେଖୁଛନ୍ତି। ଇଏ ହେଉଛନ୍ତି ଆମର ଟୁରିଷ୍ଟ ଯେଉଁ ମାନେ ଗାଇଡ଼ କରନ୍ତି, ସେ କ'ଣ କହୁଛନ୍ତି ଯେ ଏଇ ଚକ୍ରରେ କେମିତି କ'ଣ ଘଣ୍ଟା ଆଗରୁ କ'ଣ ଲୋକମାନେ ଦେଖୁଥିଲେ ସେଇ ବିଷୟରେ ସେ ଲୋକମାନଙ୍କୁ କ'ଣ କରୁଛନ୍ତି ଯେ ବୁଝାଉଛନ୍ତି। ଆଉ ଆପଣମାନେ ଜାଣିଛନ୍ତି ଘଣ୍ଟା ହେଉଛି 24 ଘଣ୍ଟା, 24 ଘଣ୍ଟା ଏଇଟା ଦର୍ଶାଉଛି। ଆଉ ଛୋଟ ଛୋଟ ଗାର ଗୁଡ଼ା ଦେଖାଯାଉଛି, ସେଇଗୁଡ଼ା ମଧ୍ୟ କ'ଣ ଆମର ମିନିଟ୍ ଆଉ ସେକେଣ୍ଡ ଘଣ୍ଟା ମଧ୍ୟ ଦର୍ଶାଇଥାଏ। ଏଇଟା ମାନେ ଲୋକମାନେ କ'ଣ ଗାଇଡ଼ ପାଖରୁ କ'ଣ ଏଇଗୁଡ଼ା ଶୁଣୁଛନ୍ତି। ଆମେ ମଧ୍ୟ ଜାଣିନଥିଲେ, ଫାଷ୍ଟ ଏଇଠି ଯେତେବେଳେ ଆସିଲେ ତ ଏଇ ବିଷୟରେ ଆମେ ଜାଣିଲେ। ଆଉ ଲୋକମାନେ ଦେଖିପାରୁଥିବେ କେତେ କ'ଣ ଭିଡ଼ ଅଛନ୍ତି, ଆଉ ଫଟୋଗ୍ରାଫର ମଧ୍ୟ ଅଛନ୍ତି। ଦୟାକରି ଆପଣ ଯଦି ଏଇଠିକି ଆସୁଛନ୍ତି ତ ସାଙ୍ଗରେ ଫଟୋ ମୋବାଇଲ DSLR କ୍ୟାମେରା କିମ୍ବା ଯେକୌଣସି କ୍ୟାମେରା ନେଇକି ଆସନ୍ତୁ, କାରଣ ଆପଣଙ୍କୁ ଦରକାର ଫଟୋ। ଆଉ ଫଟୋ ଉଠାଇବା ପାଇଁ ହେଲେ ଭଲ କ୍ୟାମେରା ଥିବା ଦରକାର। ଫୋନରେ ମଧ୍ୟ ଉଠାଇ ପାରିବେ, କିଛି ଅସୁବିଧା ନାହିଁ। ଯଦି ଆପଣଙ୍କ ପାଖରେ ନଥାଏ ତ ଏଇଠି ଆସିକି ମଧ୍ୟ କ'ଣ ଉଠାଇ ପାରିବେ ଆଉ ଫଟୋ ନେଇପାରିବେ। କିନ୍ତୁ ଗୋଟେ କଥା କହିବି, ଏଠାରେ ଆସିଲା ପରେ ଯେ ଲୋକମାନେ ଫଟୋ ଉଠାନ୍ତି, କିନ୍ତୁ ଏଇଠି ଟିକେ କ'ଣ ନା ଦାମ ବେଶୀ ରେଟ୍ କରିଦିଅନ୍ତି ସେ ଲୋକମାନେ। ସମସ୍ତେ ଏକଜୁଟ ଥାନ୍ତି, ସମସ୍ତେ ଗୋଟେ ରେଟ୍, କିଏ ଅଧେ ଥାନ୍ତି କମ୍ ରେଟ୍ରେ ମଧ୍ୟ କରି ଦେଇପାରିବେ, କିନ୍ତୁ ମୋଷ୍ଟ ଅଫ୍ ଦ ଟାଇମ୍ ସେମାନେ କ'ଣ ବେଶୀ ଦାମ ହିଁ କହିବେ। ତେଣୁ ଆପଣମାନେ କ'ଣ କରିବେ, କ୍ୟାମେରା ମଧ୍ୟ ନେଇକି ଯାଇପାରିବେ। ଆଉ ଏଠାରେ ମଧ୍ୟ ଆଲାଉ ଅଛି, କ୍ୟାମେରା ସବୁ ଆଲାଉ ଅଛି, ଉଠାଇ ପାରିବେ, କିଛି ଅସୁବିଧା ନାହିଁ। ଆସିକି ଠିକ୍ ଠାକ୍ ଆପଣମାନେ କ'ଣ ଏନ୍ଜୟ କରିପାରିବେ। ଏଠାରେ ବଗିଚା ମଧ୍ୟ ଅଛି, ମନ୍ଦିର ମଧ୍ୟ ଅଛି, ଆର୍କିଟେକ୍ଚର ମଧ୍ୟ ଦେଖିପାରିବେ, ଆଉ ସୁନ୍ଦରତା ମଧ୍ୟ ଦେଖିପାରିବେ ଆମର କ'ଣ ଓଡ଼ିଶାର ହେଲା ଲୋକମାନେ କେମିତି କ'ଣ ଗଢ଼ିଥିଲେ ବୋଲି। ଆଉ ଏଇଟା ହେଉଛନ୍ତି ଚକ୍ର, ଯେଉଁଠାରେ ଲୋକମାନେ କ'ଣ କରୁଛନ୍ତି ସେ ଫଟୋ ଉଠାଇକି କ'ଣ କରୁଛନ୍ତି ଏନ୍ଜୟ କରୁଛନ୍ତି। ଆପଣମାନେ ଆସିକି ମଧ୍ୟ ଏଠାରେ ଭିଜିଟ୍ କରିପାରିବେ। କାହିଁକି ନା ବୁଲିବା, ଆମେ କହିବା ବୁଲିବା ଗୋଟେ କ'ଣ ଯେ ବେକାର ନୁହେଁ, କାରଣ ଆମେ ବିଭିନ୍ନ ଜାଗାକୁ ଯାଇକି ମଧ୍ୟ କ'ଣ କରିବା, ବିଭିନ୍ନ ସ୍ଥାନ ଯାଇ ମଧ୍ୟ ଏକ୍ସପ୍ଲୋର କରିପାରିବ ଯେ ଏଇ ଜାଗା କେମିତି କ'ଣ, କେମିତି ଲୋକମାନେ ରହୁଛନ୍ତି, ଖାଉଛନ୍ତି, ପିଉଛନ୍ତି, ଭାଷା ସବୁକିଛି। ଏଇଟା ହେଉଛି ଆପଣଙ୍କର ମୂଳତର, ଯେଉଁଟାରେ QR କୋଡ଼ ଲେଖା ହେଇଛି, ଯେଉଁଟାରେ ଆମେ କ'ଣ କରିପାରିବା, ସ୍କାନ୍ କରିକି ଏଇ ବିଷୟରେ କ'ଣ ଇନଫର୍ମେସନ୍ ଜାଣିପାରିବା। ହେଲା ଯେକୌଣସି ଇନଫର୍ମେସନ୍ ଆମର କୋଣାର୍କ ବିଷୟରେ। ତ ଏଠାରେ ଦେଖିପାରୁଥିବେ ଭିତରକୁ ଯାଇତେ ଦେଉନାହାନ୍ତି, ଲୋକମାନେ ଏଠି ଛିଡ଼ା ହେଇକି ଫଟୋ ଉଠାଉଛନ୍ତି। ଆପଣମାନେ ମଧ୍ୟ ଆସିକି କ'ଣ କରିପାରିବେ, ଆସିକି ଫଟୋ ଉଠାଇ ଏନ୍ଜୟ କରିପାରିବେ। ଫାଇନାଲି ଆମେ ବହୁତ ସମୟ ବୁଲିଲା ପରେ ଆମେ ଯାଇକି ବାହାରକୁ ଯିବା ପାଇଁ ପ୍ଲାନ୍ କରୁଛୁ। ଆଉ ଏକ୍ଜିଟ୍ ଆଉ ଏଣ୍ଟ୍ରି ଆମର ଅଲଗା ଅଲଗା ଥାଏ, ତ ଆମେ ଏକ୍ଜିଟ୍ ବାଟେ ଦେଇକି ଯାଉଛୁ। ଏଇଟା ଦେଖିପାରୁଛୁ ବରଗଛ ମୂଳରେ ମୂର୍ତ୍ତି ଗୁଡ଼ା ତିଆରି କରିଛନ୍ତି ପଥରରେ, ସୁନ୍ଦର ସୁନ୍ଦର ମୂର୍ତ୍ତି। ଏହା ହେଉଛି ବଗିଚା ଗୁଡ଼ା, ଯେଉଁଠାରେ କ'ଣ କରିଛନ୍ତି ସେ ସୁନ୍ଦର ଦୃଶ୍ୟ ଦେଖାଯାଉଛି। ଏଇପଟେ ଆମର ଏକ୍ଜିଟ୍, ଆଉ ଏପଟେ ଆମ ସାଙ୍ଗମାନେ ଥିଲେ ପାଣି ପିଇବା ପାଇଁ ଆସିଥିଲେ। ଯାହା ହଉ ପିଇ ସାରିକି ଆମେ କ'ଣ କରୁଛେ, ଏବେ ଆମେ ପୁରା ପଳେଇ ଯାଉଛୁ କୋଣାର୍କ। ସାଙ୍ଗମାନେ ଏଇଠି ଗାମୁଛାରେ ବୁଝାବୁଝି ହେଇକି କ'ଣ କରୁଛନ୍ତି ଯେ ବାହାରକୁ ଯାଉଛନ୍ତି, କାରଣ ଖରାରେ ବୁଲିଲା ବେଳକୁ ନିହାତି ଗରମ ଲାଗିବ। ଏଇଠାରେ ମଧ୍ୟ ସୁବିଧା ଅଛି, ଯେଉଁମାନେ ହ୍ୟାଣ୍ଡିକ୍ୟାପ୍ ଅଛନ୍ତି ସେମାନେ ମଧ୍ୟ ଏଠାକୁ ଆସିପାରିବେ ଆରାମସେ, ହ୍ୱିଲ୍ ଚେୟାର ମଧ୍ୟ ଯିବ। ଏଇଟା ହେଉଛି ଏକ୍ଜିଟ୍ ପଏଣ୍ଟ। ଏକ୍ଜିଟ୍ ପଏଣ୍ଟରେ ଆମେ କ'ଣ ଏକ୍ଜିଟ୍ କଲୁ ଫାଇନାଲି। ଏବେ ଆମେ ଆସିକି କ'ଣ କରୁ ଯେ ଏଇଠି ଗୋଟେ ମନ୍ଦିର ଅଛି, ତ ଚାହିଁଲେ ଏଇଠି ଭିଜିଟ୍ କରିପାରିବ। ଛୋଟ ମନ୍ଦିରଟେ କିନ୍ତୁ ଭଲ, ସେ ଭୋଗ ମୋଗ ମଧ୍ୟ ନେଇପାରିବେ। ଏଇପଟେ ଆମର କ'ଣ ଏକ୍ଜିଟ୍ ସେଣ୍ଟରଟା ହେଲା।